ଏହି ପଥରକୁ ଦେଖ, ଏହି ପଥର ସରଳ କି ନା, ଏହି ପଥର କଠିନ। ଏହି ପଥରରେ ତମେ ଗୋଟେ ମଞ୍ଜିକୁ ରୋପଣ କରି ଗୋଟେ ଗଛ ଉତ୍ପନ୍ନ କରିକି ସେଇ ଗଛ ଦ୍ୱାରା ଫଳ ଉତ୍ପନ୍ନ କରିକି ଫଳ ଖାଇପାରିବ ନାହିଁ, କି ଫଳ ବି ମିଳିବନି, କି ଗଛ ବି ଉତ୍ପନ୍ନ ହେବ ନାହିଁ, କାରଣ ଏଇଟା କଠିନ। କିନ୍ତୁ ମୃତ୍ତିକାକୁ ଦେଖ, ମୃତ୍ତିକାରେ ଯେକୌଣସି ମଞ୍ଜିକୁ ରୁଇ ଦେଲେ ଗଛ ବାହାରେ, ଗଛରୁ ଫଳ ମିଳେ, ସେଇ ଫଳ ଦ୍ୱାରା ମଣିଷ ବଞ୍ଚେ, ଖାଏ, ବଞ୍ଚେ। ସେହିପରି ଆମକୁ କଠିନ ନ ହେଇ ସରଳ ହେବାକୁ ପଡ଼ିବ। ସରଳ ହେଲେ ଯାଇକି ଆମେ ଆତ୍ମିକରେ ପ୍ରଭୁଙ୍କର ବାକ୍ୟ, ଯୀଶୁଙ୍କର ବାକ୍ୟ ଆମେ ଶ୍ରବଣ କରିପାରିବା ଏବଂ ଯୀଶୁଙ୍କର ବାକ୍ୟ ବୁଝିପାରିବା। ଯୀଶୁଙ୍କର ବାକ୍ୟ ଯେତେବେଳେ ଆମେ ଖାଇବା, ଭୋଜନ କରିବା, ବା ଯୀଶୁଙ୍କର ବାକ୍ୟ ଗୋଟେ ବୀଜ ସଦୃଶ, ତାକୁ ଯେତେବେଳେ ଆମେ ଆମର ଶରୀରରେ, ଆମ ହୃଦୟରେ, ଆମର ଆତ୍ମାରେ ଯେତେବେଳେ ଆମେ ରୋପଣ କରିବା, ଗଛ ସଦୃଶ ତାହା ବଢ଼େ ଏବଂ ଫଳ ଉତ୍ପନ୍ନ କରେ, ଏବଂ ସେହି ଫଳ ହେଉଛି ସ୍ୱର୍ଗ ରାଜ୍ୟ। ଯୀଶୁ ଯେପରି ଏ ଜଗତକୁ ଆସିଲେ, ସରଳ ଜୀବନ କାଟିଲେ, ସରଳ ଭାବରେ ରହିଲେ, ତାଙ୍କରି ପିତା ପରମେଶ୍ୱରଙ୍କ କଥା ମାନିଲେ, ଯାହା ପ୍ରତିଜ୍ଞା ଥିଲା ସେ ସବୁକିଛି ସମାପ୍ତ କରିକିରି ସ୍ୱର୍ଗକୁ ଗଲେ। ସେହି ପ୍ରକାର ଆମେ ଯଦି ସରଳ ଜୀବନ ଏ ଦୁନିଆରେ କାଟିବା, ତେବେ ଆମେ ନିଶ୍ଚୟ ଯୀଶୁଙ୍କ ପରି ବିଜୟ ଲାଭ କରିବା, ପ୍ରତିଦିନ ବିଜୟ ଲାଭ କରିବା, ପ୍ରତିଦିନ, ଏବଂ ମରିଗଲା ପରେ ମଧ୍ୟ ସ୍ୱର୍ଗ ରାଜ୍ୟ ଲାଭ କରିପାରିବା। ଆମେ